ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତ ନିକଟସ୍ଥ ପଡ଼ିଆଠାରେ ପୁରୁଣାପାଣି ଛତ୍ରପତି କ୍ଲବ ଆନୁକୂଲ୍ୟରେ 40ତମ ବାର୍ଷିକ କ୍ରୀଡ଼ା ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଗତ 13 ତାରିଖ ଦିନ ଶିଶୁ ବାଳିକାମାନଙ୍କର ମ୍ୟୁଜିକ୍ ଆଣ୍ଡ ଚେୟାର, ଶିଶୁ ବାଳକମାନଙ୍କର ଟାୟାର ଗଳା, 200 ମିଟର ଦୌଡ଼, ଶିଶୁ ବାଳକ ବାଳିକାମାନଙ୍କର ସାଧାରଣ ଜ୍ଞାନ ପରୀକ୍ଷା ଓ ମହିଳା ଏବଂ ବାଳିକାମାନଙ୍କର ଇନ୍ ଆଉଟ୍ ପ୍ରତିଯୋଗିତା ହୋଇଥିବା ବେଳେ 14 ତାରିଖ ଦିନ ବାଳକମାନଙ୍କର 600 ମିଟର ଦୌଡ଼, ବୟସ୍କ ଭାଇମାନଙ୍କର 1600 ମିଟର ଦୌଡ଼, ମହିଳାମାନଙ୍କର ଆଳୁ ଗୋଟାଇବା ଦୌଡ଼, ଶାଢ଼ୀ ପିନ୍ଧା ମହିଳାମାନଙ୍କର ଫୁଟବଲ ଖେଳ, ବାଳିକାମାନଙ୍କର ଅଣ୍ଡା ଫଟା ଓ ଶିଶୁ ବାଳିକାମାନଙ୍କର 200 ମିଟର ଦୌଡ଼ ପ୍ରତିଯୋଗିତା ଏବଂ ଆଦିବାସୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପୁରସ୍କାର ବିତରଣୀ ସମୟରେ ମୁଖ୍ୟ ଅତିଥି ଭାବେ ବିଜେପି ପୂର୍ବତନ ରାଜ୍ୟ ସମ୍ପାଦକ ନବୀନ ରାମ, ସମ୍ମାନିତ ଅତିଥି ଭାବେ ଏମ୍ପି କୋର୍ଡିନେଟର ମନୋଜ ଦାସ, ସମାଜସେବୀ ଚିତ୍ତରଞ୍ଜନ ପଟ୍ଟନାୟକ ତଥା କୁଡୁମି ସମ୍ପ୍ରଦାୟର ମାନ୍ୟଗଣ୍ୟ ଲୋକ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ଆକର୍ଷଣୀୟ ପୁରସ୍କାର ଦେଇ ପୁରସ୍କୃତ କରିଥିଲେ। ଏଥିରେ କମିଟିର ସଭାପତି ମହେଶ୍ୱର ମହାନ୍ତ, ଉପସଭାପତି ବାପୁନ କୁମାର ମହାନ୍ତ, ସମ୍ପାଦକ ପରେଶ ଚନ୍ଦ୍ର ପାତ୍ର, ସହ ସମ୍ପାଦକ ବିଟୁ ମହାନ୍ତ ତଥା କାର୍ଯ୍ୟକାରୀ ସଦସ୍ୟଗଣ ପରିଚାଳନାରେ ସହଯୋଗ କରିଥିଲେ। ଏହାକୁ ଦେଖିବାକୁ ସ୍ଥାନୀୟ ତଥା ଦୂରଦୂରାନ୍ତରୁ ଲୋକମାନଙ୍କର ପ୍ରବଳ ଭିଡ଼ ଜମିଥିଲା। आज 40 वर्ष है जो कम वर्तमान सुधा पिला भल भाव रखे आने युवक संघ कमिटर समस्त कर्मकर्ता धन्यवाद जनाऊँ। 40 वर्ष धरिकी बढ़िया नृत्य गीत आ क्रीड़ा प्रतियोगिता अनुष्ठित कर अंचल लोक मान मनोरंजन कर ମୟୂରଭଞ୍ଜ ରାଇରଙ୍ଗପୁରରୁ ଶ୍ୟାମଳେନ୍ଦୁ ପରିଡ଼ାଙ୍କ ରିପୋର୍ଟ।